जय जगन्नाथ सांग मैंने देखी पारे केते कुहुड़ी सका सका कुहुड़ी प्रबल गाँव में देखु मुझे चलिए आम खला को जाऊँगी बापा धान बाड़ुंट देखा कौन हो खल आज रविवार अच्छी तो देखा टे हेल्प करदे आ सका गाँव कुहुड़ी नजारा देखु बारी बर्तन बहुत दिन बाहरिकी आसनी जेहेतु आज रविवार थी पलि आसिले देखु कि देखाऊनी माने अंधार माने बाड़ी रे भी कौन चलती बर्तन पे पाल फाल सब बंधा सेपटे भीतर अच्छा यपट जावाक बोधे पड़ो राति बापा ये शोते आम बैगण कियारी देखो गोटे माने देखो आप गोटे बैगण देखु केते बड़ बैगणटे तले गली पड़ी ସେଇଟା ଦେଖନ୍ତୁ କେତେ ବଡ଼ ବାଇଗଣ ଗୋଟେ ଅଛି ଏଇଟା ମଞ୍ଜି ରହିଛି ଆଉ ଏ ବାଇଗଣଟା ଛିଣ୍ଡିକି ଯାଇଛି ଆଉ ତାକୁ ଦେଖି ତୋଳିଛି ଆଉ ନେଇପାରିନି ଏଇଟା ଗଳି ପଡ଼ିଛି ହେଲା ଦେଖିଆ ମା କ'ଣ କରୁଛି ଦେଖ ଏଇପଟରେ ଚପଲଟା ଥୋଇକି ଯିବା ଆଉ ଏଠି ଦେଖନ୍ତୁ ବାପା ଧାନ ବାଡ଼ଉଛନ୍ତି ବାଇଗଣ କାଲି କିଏ ତୋଳିଥିଲା ସେଇବା ଏଟା ପଡ଼ି ଯାଇଥିଲା ତଳେ ପଡ଼ିଥିଲା ତା ସେ ବଡ଼ ବାଇଗଣଟା ସେଇଠି ସେଇ ତାରି ପାଖରେ ପଡ଼ିଥିଲା ନା ବଡ଼ ବାଇଗଣଟା ଅଛି ଏଇଟା ପଡ଼ିଥିଲା ଆକୁ ତ କିଏ ଛିଣ୍ଡେଇକି କାଟିଛି ବୋଧେ ନୁହଁ ପୋଡ଼ିକି ଭତ୍ତା କରିଦେବ ନ ଧାନ ଗୁଡ଼ାକ ଏବେ ଦେଇଦେବ ବୁଝିବା ଧାନ ଏଇପଟକୁ ବାହାର କରିଦେଲେ ସାଇକେଲରେ ନେଇଯାଉଛି ଅଟା ନାହିଁ ବା ଯିବି ଅଟା ଆଣିବା ପାଇଁ ଆଉ ତ ସାଙ୍ଗମାନେ ଦେଖନ୍ତୁ ଆମର ଏଠି ଧାନ ବାଡ଼ା ହେଉଛି ଆଉ ଗୋଟେ ଗଦା ସରି ଯାଇଥିଲା ଏବେ ଦୁଇଟା ଗଦା ଅଛି ଏଠି ଗୋଟେ ଗଦା ଅଛି ଏଠି ଗୋଟେ ଗଦା ଅଛି ଏଟା କାଲି ରାତିରେ ଆରମ୍ଭ ହେଇଛି ସକାଳୁ ସକାଳୁ ଜେଜେ ତାଙ୍କର ପୋଇ ନେଇକି ପଳେଇ ଆସିଲେଣି ଗାଁକୁ ଦେଖନ୍ତୁ ବାଇଗଣ ତ ମୁଁ ବାରିରେ ତୋଳିକି ଆଣିଲି କିନ୍ତୁ ପୋଇଟା ମୁଁ ଦେଖୁଛି କିନ୍ତୁ ପୋଇର ଏମିତି ପତ୍ର କ'ଣ ନାଲି ନାଲି ଛିଟେ ପଡୁଛି ନା ନା ଅଛି ବାପୁ ନାଦା ନେଇଗଲାଣି ସକାଳୁ ସକାଳୁ କିଲେ ତାର ରବିବାର ଆଜି ପୋଇ ନେଇ ଆଜି କ'ଣ ମାଛ ପକେଇ ରାନ୍ଧିବୁ ଚୁନା ମାଛ ପକେଇ ରାନ୍ଧିବୁ ସେ କାଲି କହିଥିଲା କହିଲା ମୁଁ ଯେବେ ପଳେଇ ଯାଇଥାଇ କ'ଣ କହିଲା ଜାଣିଛୁ ତୋ ମାମୁଁ କତିରେ ଦେଇ ଆସିବୁ ମାମୁଁ ପାଖରେ ତୋ ମାମୁଁ କତିରେ ଦେଇଯିବୁ ସେ ନବ ନା ପୋଇ ଏମିତି କାହିଁକି ହେଇଯିବ ସତରେ ପତ୍ର ସିଏ ଗୋଟେ ପୋକ ଅଛନ୍ତି ଛୋଟିଆ ଛୋଟିଆ ପୋକ ସିଏ ବସିକିନି ଇଏ କରିଦେଲା ମାନେ ଆଉ କ'ଣ ପାଳ ରହିଛି ଖାଲି ପୋଇ ନା ଆଉ କ'ଣ ହେଇଛି ପୋଇ ଟମାଟର ଖଡ଼ା ସରିଯାଇଛି ଫେର ପଡ଼ିବ ପାଳଙ୍ଗ ଫାଳଙ୍ଗ କରିନ ବଢ଼ିଆ ପୋଇ ଟମାଟର ପାଚିଲେ ଇଏ ଟମାଟର ଦେଶୀ ଟମାଟର ନା ଆମର ଏଇ ସବୁ କଞ୍ଚା ହେଇ ସେଇଠି ଅଛି ସବୁ କଞ୍ଚା ଆଜି କ'ଣ ଏତେ ଜୋର କୁହୁଡ଼ି ହଉଛି ମକୁଆଟା ସେ ରଡ଼ ଗୁଡ଼ା ଆଇନୁ ଦେଖିଲା ବେଳକୁ ମକୁଆ କୋଉଠି କାମ ଯିବୁ ସୁନ୍ଦର ବାଇରେ କେମିତି ବନଉଛି କରାଟ ଓନ୍ଲି କରାଟ ହେଲା ଆଉ ଆଜି କରାଟ ଝୋଳା ଆଉ ସୁନ୍ଦର ଖାଇବା ଆଉ ସୁନ୍ଦର ତାକୁ ଟିକେ ଭଲ ଲାଗି ସିନା ଧୋଇକି ଆଗେ ତାକୁ ବନାନ୍ତୁ ଏମିତି ତ ନୁଙ୍ଗୁଟା ଦେଖା ହଉଛି ଆଗେ ସିନା ଧୋଇ ଦିଅନ୍ତୁ ସେ ବାହାରେ ଯୋଉଟା ଲାଗିଛି ଛାଡ଼ି ଦିଅନ୍ତୁ ତାପରେ ତାକୁ କାଟିକି ଧୁଅନ୍ତୁ ତା ନାଡ଼ି ଗୁଡ଼ା କାଟି ଫୋପାଡ଼ି ଦେଉନ ଆଗେ ଏଇ ଯୋଉ ଏଇଟା ଫଟକାଟା କରାଟ ଆଜି ପ୍ରବଳ କରାଟ ନା ଆଉ ନାହିଁ କେତେଟା ଆମର ହେଲା କି ହଁ ସେଇଭଳିଆ ଆଗେ ଧୋଇ ଦିଅ ହେଲା ହଁ ତାକୁ ଚଲେଇ ଦିଏ ବାହାରିଯିବ କିଛି କିଛି ବାହାରିଯିବ ତାପରେ ପରିଷ୍କାର ଦେଖାଯିବ ଖାଲି ଲିଭର ଆଉ କରାଟ ନୁହଁ ଚାଲ ଯିବା ଟିକେ
ଯିବା ଟିକେ ବଜାର ଟିକେ ମାଛ କ'ଣ ଦେଖି ଟିକେ ଆଣିବା। ଯା କଂସା ନେଇ ଆସିବୁ ତାକୁ ଏମିତି ଏମିତି ଯୋଉ ଶାଗ ଧୋଇଲା ବେଳେ ଉଛଳେଇ ଦେବା। ପାଣି ପୁଣି ଆଉ କୋଉଠି ଅଛି ଫୋନ କରୁଛି ଦେଖ ତୁ ସବୁ ସହିତ ମିଶେଇ ଦେଇଛୁ। ତାଙ୍କ ଝିଅର ଆଜି ଫାଇନାଲ ଦାଦାର ଯିବେ ସୁନ୍ଦର ଯିବୁ କି ନାଇଁ ଦେ ହାତ ତ ଯିବା। କୁହୁଡ଼ି କେତେ ଜୋର ହେଇଛି ଆଉ ସୁନ୍ଦର ଡ୍ରାଇଭ୍ କରୁଛି ଆଉ ମୁଁ ବର୍ତ୍ତମାନ ପଛରେ ବସିଛି। ତ ବର୍ତ୍ତମାନ ପାଇଁ ଆମେ ଯାଉଛୁ ମାଛ ମାର୍କେଟ ଆମର ଆଳି ମାର୍କେଟକୁ ଆଉ ସେଠୁ ଦେଖିବା କ'ଣ ମାଛ ଅଛି। ତ ଆଜି ଯଦି ସଣ୍ଡେ ଥିଲା ଆଉ ଘର ପାଇଁ କିଛି ମାଛ ନେଇଯିବା। ଏଇ କ'ଣ ଚଲାଉଛୁ ଏଇଭଳିଆ ଚଲେଇବ ଗିଅର କମାଉନୁ। ତ ବର୍ତ୍ତମାନ ସୁନ୍ଦର ଷ୍ଟାର୍ଟ ବନ୍ଦ କରିଦେଲା ମାନେ ମଝି ରାସ୍ତାରେ। ଯେହେତୁ ସୁନ୍ଦର ଆଜି ଫାର୍ଷ୍ଟ ଟାଇମ୍ ପାଇଁ ମୋ ଗାଡ଼ି ଚଲାଉଛି ଗାଡ଼ିଟା ତ ସେ ଆଗରୁ ଆପାଚି ଚଲାଉଥିଲା ତ ଏବେ ଯେହେତୁ ଏଇ ଗାଡ଼ିଟା ନୂଆ ଗାଡ଼ିଟା ଆସିଛି ଜାଣିପାରୁନି। ଏବେ ଆମେ ଟିକେ ଯିବା ମାଛ ମାର୍କେଟରେ ଦେଖିବା କ'ଣ ମାଛ ରହିଛି ତାପରେ ନେଇକି ଆସିବା ଆଉ ଚାଲ ଯିବା। ମୁଁ ଆସ୍ତେ ଫୋନ୍ କରିଥାନ୍ତି ଗୋଟେ ସେପଟୁ ଟିକେ ପଳାଇଥିଲି ତ। କେତେ ଟଙ୍କା ଅଛି 70 ଏତେ ଆ ଭିତରେ କିଛି ବିହନ ନାହିଁ ବାହାର କରିଦଉନା ବାହାର କରିଦଉନା। ଚଳିବ ସେତିକି। ହଁ ପକୋଡ଼ା ହବ। ତ ବର୍ତ୍ତମାନ ଦେଖନ୍ତୁ ସୁନ୍ଦର ଗାଡ଼ି ବୁଲୁଛି ଧୀରେ ଧୀରେ ବସିକି ବୁଲା ଗୋଡ଼ ପାଇଁ ଗଳେଇ ପକେଇବୁ ଓଜିନା ଗାଡ଼ିଟା ବସିକି ବୁଲା ଏମିତି ଗୋଡ଼ ପାଇବନି ହେଲା ଟାଣିବୁ। ତ ଫ୍ରେଣ୍ଡସ୍ ବର୍ତ୍ତମାନ ପାଇଁ ଆମେ ମାଛ କିଣି ସାରିଲୁଣି ଆଉ ମାଛ କିଣି ସାରିକି ମାର୍କେଟରୁ ଏବେ ଆମେ ଯାଉଛୁ ଘରକୁ। ଆଉ ମୁଁ ପାଇଲେ ମୁଁ ଡ୍ରାଇଭ୍ କରିବି ସୁନ୍ଦର ପିଲା ନାହିଁ ମୁଁ ଡ୍ରାଇଭ୍ କରିବି ତ ଧୀରେ ଧୀରେ ଯିବୁ ହେଲା। ତ ଏବେ ବାହାରିଲୁ ଘରକୁ ଦେଖିବା ଚାଲ ଘରକୁ ଯିବା ଏବେ ଆଉ। କ'ଣ ଦେଖୁଛୁ କ'ଣ ବୋଉ କ'ଣ ନେଇକି ଗଲା କାରଣ ରୁଟି ତ ହେଉଛି ବୋଉ ପୁଣି ନେଇକି ଗଲେ କ'ଣ ମାଛଟା ଦେଖିନି ବିହନ ଅଛି ଦେଇଛି ନା ନାଇଁ ଆରେ ନ ପୁରେଇଥିବ ଜଲ୍ଦି ଜଲ୍ଦି କରିଦିଅ। ଆଳୁ ମୋର ହେଇଗଲାଣି ନା ଆଳୁ ତ ଥୁଆ ହେଇଛି ଆଳୁ ତ ପଡ଼ିନି। ହଉ ଯାଏ ବର୍ତ୍ତମାନ ପାଇଁ ଆମର ଖାଇବା ସମୟ ହେଇଗଲାଣି ଆଉ ବର୍ତ୍ତମାନ ପାଇଁ ରାଧା ଠାକୁର ପୂଜା କରୁଛନ୍ତି ଆଉ ରାଧା ଠାକୁର ପୂଜା ସରିଲା ପରେ ଆମେ ଖାଇବୁ। ଆଉ ଦେଖନ୍ତୁ ଭୋଗ କରୁନି ବର୍ତ୍ତମାନ ପାଇଁ ରାଧା ଠାକୁର ପୂଜା କରୁଛନ୍ତି ଆଉ ଏଠି ଆମର ଠାକୁର ପୂଜା ସରିଲା ପରେ କ'ଣ ଆଜି ଆମର ଖାଇବା ପ୍ରୋଗ୍ରାମ ଆମର ଦେଖାଉଛି। ମା ଆସିକି ବିଲରୁ ପହଞ୍ଚି ଗଲେଣି ଆଉ ତାଙ୍କର ସବୁ ଜାଳ ଫାଳ ଆଣି ସାରିଲେଣି କିନ୍ତୁ ତାଙ୍କର ଏପଟୁ ଖାଇବା ସରିନାହିଁ। ଦେଖାଯାଉ ମା କ'ଣ କହୁଛନ୍ତି ବର୍ତ୍ତମାନ ପାଇଁ।
ନା ଗରାଟେ ସଜେଇ ରଖିଦେବି ପାଣି ପାଇଁ ଆଉ କଣ ଏନ୍ତା ଟିକେ ପାଣି ଆଣିକି ଟିକେ ପାଣି ଦିଅ ମା। ଥଣ୍ଡା ପାଣି ଅଛି ଏଠି। ହଉ ଦିଅ ଦିଅ ସେ ଆଇଲା ଟିକେ ଖରାରୁ ପାଣି ଟିକେ ପିଇଦବା ଆଉ। କରେଣ୍ଟ ବାଲା ଆସିଥିଲା କଣ ବିଲ୍ ଦେଖି କହିଲା କ'ଣ ଏଠୁ କ'ଣ ତାର ନେଇଛ? ହଁ ମୁଁ କହିଲି ଆଉ କୋଉଠି ନେବୁ ହୁକ ପକେଇବୁ କହିଲା ହୁକ କାହିଁକି ପକେଇବ ଏତେ ଲମ୍ବା ତାର କ'ଣ ପାଇଁ ଟାଣିଛ? ମୁଁ କହିଲି ଆମର ତ ଆମର ସେତେ ଆମର ଖୋଳା ଆମର ଏଇଠୁ ଟଣା ହେଇଛୁ ଆମର ଯାହା ବିଲ୍ ଏଠିବ ଦିଆହବ ନା 2,000 ବିଲ୍ ଦେଇନ ମୁଁ କହିଲି ହଁ ଆର ମାସକୁ ଦିଆହବ ଏଇ ଧାନ ଗୁଡ଼ା ହଉ ଦିଆଯିବ ଆମେ ଦବୁ ନା ତୁ ଦବୁ ଆମକୁ ହଁ ଆଉ ମୁଁ କହିଲି ଆଉ ଆମେ ମିଟରରୁ ତାର ନେଇଛୁ ନା କ'ଣ ଆମେ କ'ଣ ଚୋରି କରୁଛୁ? ଆଉ କିଛି କହିଲା ନା ମୁନା ଆସିଥିଲା ତାଙ୍କର ବାକି ଅଛି ଆସିକି 17-18,000 ତାଙ୍କର। ଆମର ମୁଁ କହିଲି ଆମର ବା ନୂଆ କଞ୍ଜୁମର ହେଇଛୁ ଆଉ ଆମର ତାଙ୍କ ଟିକେ କ'ଣ ଅଛି ନା ମୁଁ ତ ଆସି ବାନ୍ଧିଥିଲି ଆଉ କହିଲି ତମେ ଆସି ବାନ୍ଧ ତମେ ଜାଣିନ? ହଁ ମୁଁ ମା ଆସୁ କହିବ ରହିଲା ନା ମୁଁ ତାକୁ କହିଥାନ୍ତି ଆସିଥିଲେ ସେତେବେଳେ ଗାଧେଇନା ଖାଇନା କରୁଥିଲ କଂସା ଗୁଟେ ପଡି ସବୁ ପଡ଼ିଛି କିଛି ଏପର୍ଯ୍ୟନ୍ତ ଆଉ ଠାକୁର ପୂଜା ମା ମାନେ ଏବେ ଗାଧେଇକି ଆସିଲେ 2 ଜଣ ଗାଧେଇକି ଆସିକି ଠାକୁର ପୂଜା କରିକି ହେଇ ଜଣେ ସକାଳୁ ତମେ ଗାଧେଇ ପଡିବ ସେ ଲୁଗା ଛୁଇ ଦିଅ ହଁ ଲୁଗା ଛୁଇଁ ନାରାୟଣଙ୍କୁ ପାଣି ଦେବ ଛାତ ଉପରେ ଗୋଟେ ଛୋଟିଆ ଚଉରାଟେ ଆଣିକି ଲଗେଇଦେଲେ ହଅନ୍ତାନି ସେଇଠି ଯାଇକି ପୂଜା କର ଏଇପଟକୁ ଗୋଟେ ସେ ଯୋଉ ସେଡି ଘର ପଟୁ ସେପଟେ ଗୋଟେ ରୁମ୍ ବାହାର କରିଦିଅନ୍ତୁ ତୋର ଉପରେ ଠାକୁର ରୁମ୍ଟା କରିଦିଅନ୍ତ। ହଁ କହିଲା ଆଜି ଆଇଟମ୍ କ'ଣ କ'ଣ ହବ ବୋଉ ଖାଇବୁ ନା ଚାଲୁନୁ ଖାଇଦେବୁ ଟିକେ ଛାତ ଉପରେ ଭଲ ଭଲ ଆଇଟମ୍ଟା ହେଉଛି ତ ଗାଈ ଚାଲ ଦେଖିବା କ'ଣ କ'ଣ ଆଇଟମ୍ ହେଉଛି ଏବେ। ତ ସାଙ୍ଗମାନେ ଦେଖନ୍ତୁ ବର୍ତ୍ତମାନ ପାଇଁ ଆଜି ରବିବାରେ ଆମର ଆଜି ଆଇଟମ୍ ହେଇଥିଲା ପଖାଳ ଭାତ ସାଙ୍ଗରେ ମାଛ ଭଜା ବିହନ ଭଜା ଆଉ ଇଏ ହେଉଛି ବାଇଗଣ କହିସାରିଲିଣି ସରି କଖାରୁ ବୋଇତାଳୁ କହନ୍ତି ଆକୁ ତ ଏଇଟା ଭଦ୍ରକ ଭାଷାରେ କହନ୍ତି ବୋଇତାଳୁ ଆମ ଭାଷାରେ କଖାରୁ କହନ୍ତି କଖାରୁ ଆଳୁ ଭଜା ଆଉ ଇଏ ହେବ ଆମର ଆଳୁ ଚୋଖା ହେବ ପିଆଜ ଟିକେ କାଟିକି ଆଣ ରାଧା ପିଆଜ ନେଇକି ଆସ ତ ଇଏ ଦେଖନ୍ତୁ କୋଳି ରସୁଣ ଦଳା ହେଇଛି ଆଉ ଗୋଟେ ଆଇଟମ୍ ଆସିବ ଆମର ସାଲାଟ ଦହି ବାଇଗଣ ଆଉ ପାମ୍ପଡ଼ଟା ଦେଖନ୍ତୁ ବଢ଼ିଆ ହେଇଛି ନରମ ହେଇଗଲାଣି ଗରମ ଖାଇଥିଲେ ତ ଭଲ ଲାଗନ୍ତା। ତ ଏବେ ରାଧା ଆଣୁଛନ୍ତି ଟମାଟର ପୋଡ଼ା ହବ ନା କାଟ ସାଲାଟ ତ ଏବେ ରାଧା ଟମାଟୋ ସାଲାଡ଼ କରିବେ ବର୍ତ୍ତମାନ ପାଇଁ ପିଆଜଟା କାଟିଦେବା କୁଆଡ଼େ ଦେଖେଇଛୁ ତୁ ତମକୁ ଦେଖ ଧୁଆ ହେଇଛି ଧୁଆ ହେଇଛି ହେ ଯୋଉ ଇଏ ବି କ'ଣ ଆଗକୁ କହନ୍ତି ମାଛ ବି ଦଳା ହବ କ'ଣ କରୁଛ? ପିଆଜ କଟିଂ ଆ ପାଇଁ କାଟ ମାଛ ଦଳିବା ପାଇଁ ଏକାଥର କାଟିକି ସେଇଥିରେ ପକେଇ ଦିଅ ତାପରେ ମୁଁ ନେଇଯିବି ଯେତେ ଦରକାର ଆଜି କ'ଣ ତମେ କୋଳି ଆଣିଛ ଖାଇବା ପାଇଁ ଆମ ପାଇଁ ନେଇଆଇଲି ମୁଁ କହିଲି ରବିବାରଟା ଆଜି ଅଛି ତ ଟିକେ ପଖାଳ ଖାଇବି ଟିକେ କୋଳି ଟିକେ ଖାଇବି ଆଉ ତମେ ମାନେ କ'ଣ କୋଳି ଖାଇବ ଆଉ ଆମେ ଭାବିଲେ ଆମ ପାଇଁ ଆଣିଛ ବୋଧେ
ରସୁଣ ରେଟ୍ ଯାହା ହେଲାନି ଖାଇହବ ବୁଝିଲ। ତାହେଲେ ଖାଇବାନି। କୁଆଡ଼େ ଗଲା? କୁଆଡ଼େ ଦେଖୁଛି କ୍ୟାମେରାଟା ମତେ କ'ଣ ଦେଖୁଛୁ ତମେ ଦେଖ ନା। ସେତିକି ମାଛ ଦଳା ହବ। ଆଉ ଥରେ ନେଇଯାଉନ ଅଧିକ। ନେବି ପରା। ରୁହ ମାଛ ନେଇଯାଏ ଆଇଁଷ ଲାଗିବ। କ'ଣ ହେଲା? ଏ ରାଗ ଲାଗିଛି ତ ହାତରେ ପଡୁଛି। ଭଜା କ'ଣ ଏତେ କାଞ୍ଚ ନାହିଁ କି? ଅଛି। ଲୁଣ ଆଣିଲ ରାଧା? ଆଜ୍ଞା ଲୁଣ ଆଣିଲ? ନେଇ ଆସିବି। କଞ୍ଚା ଲଙ୍କାଟା ସେ ଉପରୁ ନେଇ ଆସିଲେ ନା ଥାଉ ସେତିକି ଦଳ। ଲୁଣ ଆଣ। ତ ତାକୁ ଦଳିଦେବି ଆକୁ ଦଳିଦେବା। ଇଏ ବିହନ ବିହନ କ'ଣ ପଖାଳ ଖାଉଛୁ? କହିଲା ମାନୁ ନାହିଁ। ସେ କଥା ମତେ ଖାଇଛୁ ତୁ ତ ସାଙ୍ଗରେ ଖୁଆଉଛୁ କ'ଣ ମାନୁନାହିଁ ତୁ? ଭଲ ତ ତୁ ତ ତୋ ସାଙ୍ଗ ମାକୁ ବସିକି ସାଙ୍ଗରେ ଖୁଆଉଛୁ ତୁ କହୁଛୁ କ'ଣ? ରାଧା ତ ରୁଟି ଖାଇଦେ ସେତିକି ଖା। ଗାଇସ୍ ତ ବର୍ତ୍ତମାନ ଖାଇବା ଆମର ସରିଗଲା। ରାଧିକା ମଧ୍ୟ ସେଠି ଖାଉଛନ୍ତି। ରାଧା ଅନା ଟିକେ ଅନା ଖାଇବାଟା କେମିତି ହେଲା? ତ ଯାହା ଦେଲେ ବି ଭଲ ଲାଗିବନି। ତ କୋଳି ଦେଇନି ଆଉ ଆକ୍ଚୁଆଲି ତାକୁ କୋଳି ଦେଇନି ତା କୋଳି ସବୁ ଖାଇଦେଇଗଲି ତ କୋଳି ଦଳି ରଖିଲା ତାକୁ କୋଳି ସବୁ ଖାଇ ଦେଇଛି ସେଥିପାଇଁ କହୁଛି ଭଲ ହେଇନି। ତ ଦେଖନ୍ତୁ ଏବେ ଖିଆ ସରିଯାଇଛି। ଆକ୍ଚୁଆଲି ରାଧିକା ରାଗି ଯାଇଛି ମୋ ଉପରକୁ। କୋଳି ନାହିଁ ଆଉ ନା କ'ଣ ତଳେ କେତେ ତାକୁ ପକେଇଲାନି ଦେଖିନି ସେ କ'ଣ ସବୁ